ଚାଷ କାମ ଯାହାର କେଡ଼େ ସୁଖ ତାହାର ଚାଷୀ ପରା ଯୋଗାଉଛି ସବୁମୁଖୀ ଆହାର। ସେମାନେ ଆମ ଅନ୍ନଦାତା, ତାଙ୍କ ଅବଦାନ ପାଇଁ ଆମ ଘରେ ଚୁଲି ଜଳେ, ତାଙ୍କ ପାଇଁ ଆମେ ଦିନକୁ ଦିଓଳି ଖାଇପାରୁ। ଖରା ବର୍ଷା ଶୀତକୁ ଖାତିର ନକରି ସେମାନେ ବିଲରେ ଅହରହ ପରିଶ୍ରମ କରନ୍ତି କେବଳ ଆମକୁ ଅନ୍ନ ଦେବା ପାଇଁ। ସେଥିପାଇଁ ତ କୁହାଯାଏ ଜୟ ଯବାନ ଜୟ କିଷାନ। ଭାରତ ଏକ କୃଷି ପ୍ରଧାନ ଦେଶ, ଯେଉଁଠାରେ କୋଟି କୋଟି ଲୋକଙ୍କର ଜୀବିକା ଏବଂ ଦେଶର ଖାଦ୍ୟ ସୁରକ୍ଷା ସିଧାସଳଖ ଚାଷ ଜମି ସହିତ ଜଡ଼ିତ। ଏହି କୃଷି ସଂସ୍କୃତି ଏବଂ ଅନ୍ନଦାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ 23 ଡିସେମ୍ବରରେ କୃଷକ ଦିବସ ପାଳନ କରାଯାଏ। ଏହି ଦିନଟି କେବଳ ଏକ ଆନୁଷ୍ଠାନିକ ଆୟୋଜନ ନୁହେଁ, ବରଂ ଭାରତୀୟ କୃଷକଙ୍କ ସଂଘର୍ଷ, ପରିଶ୍ରମ ଏବଂ ରାଷ୍ଟ୍ର ଗଠନରେ ତାଙ୍କର ଭୂମିକାକୁ ମନେ ପକାଇବାର ଏକ ସୁଯୋଗ। 2001 ମସିହାରେ କୃଷକ ଦିବସର ଶୁଭାରମ୍ଭ କରାଯାଇଥିଲା। ଭାରତ ସରକାର ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜୟନ୍ତୀକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଏହି ନିଷ୍ପତ୍ତି ନେଇଥିଲେ। ଚୌଧୁରୀ ଚରଣ ସିଂଙ୍କୁ ଭାରତୀୟ ରାଜନୀତିରେ କୃଷକମାନଙ୍କର ଏକ ଶକ୍ତିଶାଳୀ ପ୍ରତିନିଧି ଏବଂ ଗ୍ରାମୀଣ ଭାରତର ସ୍ୱର ଭାବରେ ବିବେଚନା କରାଯାଏ।